ରୁବି ଗୌରବ ଆଉ ରିମଝିମକୁ କହୁଛନ୍ତି ପଲ୍ଲବୀ ତମ ଦି ଜଣକୁ କେବେ ବି ଶାନ୍ତିରେ ବଞ୍ଚିବାକୁ ଦବନି। ରୁବିଙ୍କ ପାଖରୁ ଏମିତି କଥା ଶୁଣିବା ପରେ ଗୌରବ ରୁବିଙ୍କ ଉପରେ ଚିତ୍କାର କରି କହୁଛନ୍ତି, ବାସ୍ ରୁବି ଆଣ୍ଟି, ମୁଁ ଆପଣଙ୍କ ମୁହଁରୁ ପଲ୍ଲବୀଙ୍କ ନାଁରେ ପଦବୀ ଶୁଣିବା ପାଇଁ ଚାହୁଁନି। ଆପଣଙ୍କ ଭାଗ୍ୟ ଭଲ ଯେ ପଲ୍ଲବୀ ସେତିକି ଭଲ ବୋଲି ସେ ସମସ୍ତଙ୍କ ଆଗରେ ଆପଣଙ୍କ ବିଷୟରେ କହିଲେନି, ନହେଲେ ଆପଣ ଏତେବେଳକୁ ଜେଲ୍ ଭିତରେ ଥାନ୍ତେ। ଆଉ ତାପରେ ରିମଝିମ ରୁବିଙ୍କୁ କହୁଛନ୍ତି, ଯଦି ପଲ୍ଲବୀ ଗୌରବକୁ ଫସାଇବା ପାଇଁ ଚାହୁଁଥାନ୍ତା ତାହେଲେ ସେ ଏବେ ବଡ଼ ବାପାଙ୍କୁ କହିକି କାହିଁକି ଗୌରବକୁ ଜବ୍ ଦେବା ପାଇଁ ଚେଷ୍ଟା କରୁଥାନ୍ତା। ଓଲଟା ଆପଣ ତ ଗୌରବକୁ ଜବ୍ ଦେବା ପାଇଁ ବିରୋଧ କରୁଛନ୍ତି, ତ ସେଥିପାଇଁ ଆପଣ ଏଠାରୁ ଚାଲିଯାଆନ୍ତୁ। ଆଉ କେବେ ବି ଆମ ବିନା ପରମିଶନରେ ଆମ ରୁମ୍ ଭିତରକୁ ଆସିବେନି। ରିମଝିମ ଆଉ ଗୌରବଙ୍କ ପାଖରୁ ଏମିତି କଥା ଶୁଣିବା ପରେ ରୁବି ପୁରାପୁରି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତେବେ ଦର୍ଶକ ବନ୍ଧୁ, ରିମଝିମ ଆଉ ଗୌରବ ରୁବିଙ୍କୁ ଯେଉଁଭଳି ଭାବେ କଥା କହିଲେ ଆପଣମାନଙ୍କୁ ଭଲ ଲାଗିଲା କି? ଯଦି ହଁ, କମେଣ୍ଟରେ ୟେସ୍ ଲେଖନ୍ତୁ।